ଓଡ଼ିଶାବାସୀ ଭାରତବାସୀ ଜାଣନ୍ତୁ, ବିଶ୍ୱ ଭାରତବର୍ଷରେ ବର୍ତ୍ତମାନ ବିଶ୍ୱ ପଞ୍ଚସଖା ବିଶ୍ୱ ସୃଷ୍ଟି କରିଥିଲେ। ଆଉ ବିଶ୍ୱ ପଞ୍ଚସଖା ଅଚ୍ୟୁତାନନ୍ଦ ଦାସ ଭବିଷ୍ୟତବାଣୀ ଲେଖିଥିଲେ। ବର୍ତ୍ତମାନ ବିଶ୍ୱର ପଞ୍ଚସଖା ଯେଉଁମାନେ କାର୍ଯ୍ୟ କରୁଛନ୍ତି, ବିଶ୍ୱଗୁରୁ ତାଙ୍କୁ ପଠାଇଛନ୍ତି। ଆମ ଭାରତର ପ୍ରାଇମ୍ ମିନିଷ୍ଟର ମୋଦି ଆଉ ତାଙ୍କର ସଚିବ ପ୍ରମୋଦ କୁମାର ମିଶ୍ର ଆଉ ମଧ୍ୟ ରାଷ୍ଟ୍ରପତି ଆମର ମା ଦ୍ରୌପଦୀ ମୁର୍ମୁ ମଧ୍ୟ ଅଛନ୍ତି। ତାପରେ ଦ୍ରୌପଦୀ ଆମ ଓଡ଼ିଶାରୁ ସଚିବ ବିଜୟ କୁମାର ନାୟକ ମଧ୍ୟ ଅଛନ୍ତି। ଆଉ ଅର୍ଜୁନ ଭଳି କାର୍ଯ୍ୟ କରୁଥିବା ଆଦିତ୍ୟନାଥ ଯୋଗୀ ମଧ୍ୟ ଅର୍ଜୁନ ଭଳିଆ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏଣୁ ମୋର ବିଶେଷ ଅନୁରୋଧ, ଓଡ଼ିଶାରୁ ଏ ଦୁର୍ନୀତି, ମଦ ଦୁର୍ନୀତି ଆଉ ଦେବୋତ୍ତର ସମ୍ପତ୍ତି, ଜଙ୍ଗଲ ଜମି, ଗୋଚର ଜମି, ଗୋରୁ ଚଲାଣ, ଏ ସବୁ ଦେବୋତ୍ତର ସମ୍ପତ୍ତି ପର୍ଯ୍ୟନ୍ତ ସବୁ ଗୋଚର କିଛି ରଖିନାହାନ୍ତି, ସବୁ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ এই ଜଙ୍ଗଲ ଉପରେ ବିଷୟରେ କାର୍ଯ୍ୟକ୍ରମ ଭାଗ ବଣ୍ଟା ଚାଲିଛି। ଜୋର ଜବରଦସ୍ତ କି ଏ ଭିତରେ ମଧ୍ୟ ଲୋକ ଦଖଲ କରିବାରେ ଲାଗି ପଡ଼ିଛନ୍ତି। ଏଗୁଡ଼ାଙ୍କୁ ଉଚ୍ଛେଦ କରିବା ପାଇଁ ଆଉ ଧର୍ମକୁ ରକ୍ଷା କରିବା ପାଇଁ ମଦ ଭାଟି, ଗୋଟିଏ ମଦ ଭାଟି ଓଡ଼ିଶା ସରକାରଙ୍କର এই ଆଶ୍ରମର ସାମ୍ନାରେ ଅଛି। ସେ ମୋର ଗୋଟେ ବିଷୟରେ ଗାଈ ମାରିକି ଖାଇ ଦେଇଥିଲେ, ଯେତେବେଳେ ସେ ମୁସଲମାନ ପଠାଣ ଗୋଟେ ଥିଲା ଅସ୍କର ମିଆଁ ବୋଲିକି, ସେ ଖାଇ ଦେଇଥିଲେ। ତାଙ୍କ ଶ୍ୱଶୁର ଘର ଚିଲଖାନା କରିକି ସେମାନେ ଦିନ ଦ୍ୱିପହରେ ମାରିକି ଖାଇ ଦେଇଥିଲେ। ଏଠି ସବୁ ଚଲାଣ କରାଯାଉଥିଲା, ଗୋରୁ ସେଇମାନଙ୍କ ମାଧ୍ୟମରେ ଚଲାଣ ହେଉଥିଲା। ଲାଲବତୀ ଗାଡ଼ି ଧରିକି ସେଇମାନେ ଦୁର୍ନୀତି କରିକି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜାରି ରଖିଛନ୍ତି। ବର୍ତ୍ତମାନ ଏଇ ବିଶ୍ୱ ପଞ୍ଚସଖାକୁ ଚିହ୍ନନ୍ତୁ, ଓଡ଼ିଶାରୁ ଦୁର୍ନୀତିକି ହଟାନ୍ତୁ। এই ଦୁର୍ନୀତିକି ହଟେଇବା ପାଇଁ ଆଉ କେଜରିୱାଲକୁ ଯେମିତି ଆରେଷ୍ଟ କରିକି ଜେଲ୍ ଭିତରେ ରଖାଗଲା, ସେହିପରି ଭାବରେ ଏ ଓଡ଼ିଶା ସରକାର ଏ ମଦ ଭାଟି ଏ ଟଙ୍କା ପଇସା ଗଲା କୁଆଡ଼େ? କୋଟି କୋଟି ଟଙ୍କା
ଏ ଆମରି ସମ୍ପତ୍ତି ବିକିକି ଆମରି ଜିନିଷକୁ ରଖିକି ଏଇ ଲାଗେ ସେଇ ଟଙ୍କା ବାଣ୍ଟିକି ଇଏ ଅଦଳ ବଦଳ ଇଏ ଏ ଦଳକୁ ଆଇ ସିଏ ସେ ଦଳକୁ ଆଇ ତୁ ଏତେ ଟଙ୍କା ନେ ତୁ ପଳେଇ ଆଇ ତୁ ଇଏ କର ଏଇଆ ଏ ଅନ୍ଧାକାନୁ ଫିଲ୍ମ କାହିଁକି ଆଜ୍ଞା ସୃଷ୍ଟି କରୁଛନ୍ତି? ଦୟାକରି ଇଏ ନବୀନ ସରକାର ଆଗରୁ ଧରୁଥିଲେ କିଏ କୋଉଠି ଗଞ୍ଜେଇ ଟିକେ ବିକୁଛି ତା ଘର ଭାଙ୍ଗି ଦଉଥିଲେ, ଆଉ କିଏ କୋଉଠି ମଦ ଟିକେ ଖାଉଛି ତା ଘର ଭାଙ୍ଗି ଦଉଥିଲେ। ଆଜି ସିଏ ଯୋଉ କାରବାର କରିଛନ୍ତି ତାଙ୍କ ଇଏ ଟଙ୍କା ଗୁଡ଼ାକୁ ଓଡ଼ିଶାରୁ ସବୁ ଜବତ କରାଯାଉ। ଇଏ ଖଣି ଖାଦାନ ଇଏ ଯେତକ ଦେବତ୍ର ସମ୍ପତ୍ତି ବିକିଛନ୍ତି ଏଗୁଡ଼ାକୁ ସବୁ ଜବତ କରାଯାଉ, ସତ୍ୟ ଜିନିଷଟା ପ୍ରକାଶ ହଉ। ଆଜ୍ଞା ମୁଁ ସେଥିଲାଗି ସାବଧାନ କରିଦେଇଥିଲି, ସାଧୁ ସାବଧାନ। ଏଣୁ ଦୟାକରି ସେ ବିଷୟରେ ମୁଁ ପରେ ଉତ୍ତର ଦେବି। ଆଉ ଗୋଟିଏ ଭିଡ଼ିଓରେ ଆପଣ ଜାଣିପାରିବେ। ବର୍ତ୍ତମାନ ମୋର ଶାରୀରିକ ବିଶେଷ ଅସୁସ୍ଥ, ମୁଁ କୁଆଡ଼େ ଯାଇ ଆସିପାରୁନାହିଁ। ମୋ ପ୍ରତି ସେମାନେ ଦୃଢ଼ ପରିମାଣରେ ଯେତେ ଲେଖାଲୁଖି ଦେଲେ ବି ସୁଦ୍ଧା ମୋ କଥା କେହି ଶୁଣୁନାହାନ୍ତି। ଭାରତ ସରକାର ଯାହା ସାହାଯ୍ୟ ଦେଇଛି ଭିନ୍ନକ୍ଷମଙ୍କ ପାଇଁ ତାକୁ ବି ସୁଦ୍ଧା ମୋତେ ଦେଲେନି। ଆଉ ଭାରତ ସରକାର ଯୋଉ ହେଲ୍ଥ କାର୍ଡ଼ ଖଣ୍ଡେ ଦେଇଥିଲେ ସେ କାର୍ଡ଼ ଖଣ୍ଡେକୁ ମଧ୍ୟ ଆମ ଓଡ଼ିଶା ସରକାର ତାକୁ ରଖିଛନ୍ତି। ଆଜ୍ଞା ରାସନ ଦଉଥିଲେ ତାକୁ ଆଜିକି ବନ୍ଦ କରିକି ରଖିଛନ୍ତି। ଏମାନଙ୍କର ଇଏ କୂଟ ଚକ୍ରାନ୍ତ ସବୁ ସମ୍ପୂର୍ଣ୍ଣ ଭାବରେ ଭାରତ ସରକାର ଯାହା ସାହାଯ୍ୟ କଲେ ତୁମେ ସାହାଯ୍ୟ ନ କଲ, ତୁମ ଏଗୁଡ଼ାକୁ ଧ୍ୱଂସ କରିବାର ଉଦ୍ଦେଶ୍ୟ କ'ଣ? ଆକୁ ଆପଣ ଥରେ ଏନକ୍ୱାରି କରିକି ଦେଖନ୍ତୁ। ଆଜ୍ଞା ଭାରତ ସରକାରଙ୍କ ତରଫରୁ କଡ଼ା ଉପରେ ଗୋଟେ ଷ୍ଟେପ୍ ନିଅନ୍ତୁ, ସତ୍ୟର ସନ୍ଧାନ ଆସୁ, ଧର୍ମର ଜୟ ହେଉ, ଅଧର୍ମର କ୍ଷୟ ହେଉ, ସତ୍ୟର ଉନ୍ମୋଚନ ହେଉ। ଜୟ ଜଗନ୍ନାଥ।